ବା ମାତୃରଚନାବଳୀ ଭାଗ 10 ଜ୍ଞାନ 84 ରୁ 87। ଯଦି ଏକ ଧୀର ଗତି ବିବର୍ତ୍ତନ ପରିବର୍ତ୍ତେ ଅତିମାନସ ଜଗତର କୌଣସି ବସ୍ତୁର ହଠାତ୍ ଆବିର୍ଭାବ ହୁଅନ୍ତା, ତେବେ ଏକ ମାନସିକ ସତ୍ତା ରୂପେ ମନୁଷ୍ୟ ତାକୁ ହୁଏତ ଏକ ଅଲୌକିକ ଘଟଣା ବୋଲି କହନ୍ତା। କାରଣ ସେତେବେଳେ ତାହା ଏପରି ଏକ ବସ୍ତୁର ହସ୍ତକ୍ଷେପ କରି ଘଟନ୍ତା, ଯାହାକୁ କି ସିଏ ସଚେତନ ଭାବରେ ନିଜ ଭିତରେ ଆଦୌ ବହନ କରୁନାହିଁ ଏବଂ ଯାହାକି ବାହାରୁ ଆସି ତା ଜୀବନରେ ହସ୍ତକ୍ଷେପ କରୁଛି। ଆଉ ପୂର୍ବରୁ ଯୋଉ ପ୍ରଶ୍ନଟି କରାହେଇଥିଲା ଯେ ପ୍ରଭୁ ଶ୍ରୀ ଅରବିନ୍ଦ ମନ ଜଗତରେ କଣ ଅଲୌକିକ ଘଟଣା କରିଛନ୍ତି, ତାର ଉତ୍ତରରେ ମା ଯାହା କହିଥିଲେ ସେଥିରେ ସେ କହିଲେ ଯେ ଅତିମାନସ ଶକ୍ତିକୁ ସେ ଯୋଉ ଆଣିଛନ୍ତି, ଯୋଉଟା କି ଅ, ଏକ ମାନେ ଆମେ ଯାହା ଦେଖୁଛୁ ବା ଯାହା ମନର ସାମର୍ଥ୍ୟ ଦେଖୁଛୁ, ତାହାର ପୁରା ଗୋଟେ ଏତେ ବଡ ବିରାଟ ପରିବର୍ତ୍ତନ ଯେ ତାହା ଆମ ପାଇଁ ଅଲୌକିକ ଘଟଣା। ସେଇଟାକୁ ବର୍ତ୍ତମାନ ତାପର ପାରାଗ୍ରାଫ ଯୋଉ କହୁଛନ୍ତି, ଯଦି ଯଦି ହଠାତ୍ ଏଠି ଘଟିଥାନ୍ତା ତାହେଲେ ସମସ୍ତେ ଜାଣିପାରିଥାନ୍ତେ ଯେ କେତେ ବଡ ଏଟା ଅଲୌକିକ ଘଟଣା। ବସ୍ତୁତଃ ଆମର ଶିକ୍ଷାରେ ଯୁଗପତ ଭାବରେ ଦୁଇଟି ଯାକ କଥାକୁ ପ୍ରୋତ୍ସାହନ ଦିଆଯିବା ଉଚିତ। କଣ? ଯାହା କିଛି ଅଦ୍ଭୁତ, ଯାହା କଦାପି ଉପଲବ୍ଧ ହୋଇପାରିବ ନାହିଁ ବୋଲି ବୋଧ ହେଉଛି, ତୁମକୁ ଦିବ୍ୟତାର ଏକ ଅନୁଭୂତିରେ ପୂର୍ଣ୍ଣ କରିଦେଉଥିବା ସେହିପରି ଏକ ସମ୍ପଦ, ସେଥିଲାଗି ଆକାଂକ୍ଷିତ ହୋଇ ରହିବାର ଏକ ପ୍ରବୃତ୍ତି ଏବଂ ତା ସହିତ ଏହି ପୃଥିବୀ ବର୍ତ୍ତମାନ ଯେପରି ହୋଇ ରହିଛି ତାହାର ଅବବୋଧ କ୍ଷେତ୍ରରେ ଆମେ ଯେପରି ନିର୍ଦ୍ଦୋଷ, ଯଥାର୍ଥ, ମୋହରହିତ ଭାବରେ ତାହାକୁ ଅବଲୋକନ କରିପାରିବା, ତାହା ଉପରେ ମଧ୍ୟ ଉତ୍ସାହ ଦିଆଯିବ। ଯାବତୀୟ କଳ୍ପନା ପ୍ରବଣତାକୁ ଆୟତ୍ତରେ ରଖାଯାଇ ପାରୁଥିବ, ସର୍ବଦା ଏହି ନିୟନ୍ତ୍ରଣଟି ସମ୍ଭବ ହେଉଥିବ ଏବଂ ନିର୍ଭୁଲ ଯାବତୀୟ ତଥ୍ୟ ପାଇଁ ଏକ ଅତ୍ୟନ୍ତ ବ୍ୟବହାରିକ ଏବଂ ସୁସାବଧାନ ବୋଧ ମଧ୍ୟ ରହିଥିବ। ଯୁଗପତ ଭାବରେ ଦୁଇଟା ଯାକ ରହିଥିବା ଉଚିତ। ଦିଟା କଥା ଯୋଉଟା କହୁଛନ୍ତି ଯେ ପ୍ରକୃତରେ ବର୍ତ୍ତମାନ ଆମେ ଯୋଉ ପ୍ରକାରର ସାଧାରଣ ଜୀବନ ଯାପନ କରୁଛନ୍ତି, ଆମ ଚତୁଃପାର୍ଶ୍ଵରେ ଆମେ ଯାହା ବାହିକ ଭାବରେ ଦେଖୁଛନ୍ତି, ସାଧାରଣତଃ ତାକୁ ନେଇକି ଆମେ ବଞ୍ଚୁଛନ୍ତି। ମା କହୁଛନ୍ତି ଯେ ଦି ପ୍ରକାରର ଜିନିଷ ଆମ ପାଖରେ ରହିବା ଉଚିତ, ଯୋଉଟା କି ଆମକୁ ପ୍ରୋତ୍ସାହନ ଦିଆଯିବା ଉଚିତ ଆମର ଶିକ୍ଷାରେ। ବେଳେ ବେଳେ କେତେ ଗୁଡେ ଜିନିଷ ଯୋଉଗୁଡାକ ଆମେ ଯେମିତି ଅଲୌକିକ ଘଟଣା ବୋଲି କହିକି ମାନେ ବିଜ୍ଞାନ ତ କହେ ଯେ ଏଗୁଡାକ କିଛି ଅର୍ଥ ନାହିଁ, ଆଉ ଯଦି ଘଟେ ସେ ଯଦି ଏକ୍ସପ୍ଲାନେସନ କରି ନ ପାରିଲା ତାହେଲେ ତାକୁ କହିଲା ଏଗୁଡାକ କିଛି ନାହିଁ, କେବଳ କଳ୍ପନା ପ୍ରସୂତ। ଯଦି କିଛି ବର୍ଣ୍ଣନା କରିପାରିଲା ତାହେଲେ ସେ କହୁଛି ଯେ ନା ହଁ ଏଟା ଅଛି। ପୁଣି ଯେତେବେଳେ କିଛି ଦିନ ଚାଲି ଯାଉଛି, ତାର ସାମର୍ଥ୍ୟ ବୃଦ୍ଧି ହଉଛି, ସେ ବର୍ଣ୍ଣନା କରିପାରୁଛି, ଯାହାକୁ ଦିନେ ସେ କହୁଥିଲା ଯେ ଏଗୁଡାକ କିଛି ନାହିଁ, ପୁଣି ତାକୁ କହୁଛି ହଁ ଏମିତି ଅଛି। ଏବଂ ଆହୁ ଆମେ ଯୋଉ ଦେଖୁଛନ୍ତି ଇନ୍ସପିରେସନ କ୍ଷେତ୍ରରୁ ହଉ ବା ଇଣ୍ଟୁସନ ରୁ ଯୋଉ ଘଟଣା ଗୋଟେ ଘଟେ, ତାହାର ଯଦିଓ କିଛି କିଛି ସେମାନେ ଦେଖୁଛନ୍ତି, ତାକୁ ବର୍ଣ୍ଣନା କରିପାରୁନାହାନ୍ତି, ତାକୁ କହୁଛନ୍ତି ସେଗୁଡା କଣ ହଉଛି ନା ଆକ୍ସିଡେଣ୍ଟାଲି ଘଟିଛି, ଅଲୌକିକ ଯୋଉଟାକୁ ଆମେ କହୁଛୁ ଆକ୍ସିଡେଣ୍ଟାଲି ଘଟୁଛି। ତେଣୁ ଏଇ ଶିକ୍ଷାଟା ଯଦି ରୁହନ୍ତା ତାହେଲେ ଏଇ ପ୍ରକାରର ଯୋଉ ଦ୍ୱନ୍ଦ୍ୱ ତାକୁ ଉଠିଯାଆନ୍ତା। ଯେମିତି ଏଠି କହିଲେ, କଣ କହିଲେ? ଯାହା କିଛି ଅଦ୍ଭୁତ, ଯୋଉଟା କି ଉପଲବ୍ଧ ହୋଇପାରିବ ନାହିଁ ବୋଲି ବୋଧ ହେଉଛି, ତାକୁ ସେଇଟା ଯେ ପ୍ରକୃତରେ ତା ଭିତରକୁ ଜଣେ ଯଦି ଗତି କରିପାରେ, ସେଥିରେ ଯେ ଉପଲବ୍ଧି ହୋଇପାରିବ ଏବଂ ଦିବ୍ୟ ତାର ଅନୁଭୂତି ତା ଭିତରେ ପୂର୍ଣ୍ଣ ହେଇକି ରହିଛି, ସେଇ ଯୋଉ ସମ୍ପଦଟି, ତାକୁ ଆକାଂକ୍ଷିତ ହୋଇ ରହିବାର ଏକ ପ୍ରବୃତ୍ତି ଆମକୁ ଯଦି ଶିଖାଇ ଦିଆଯାଆନ୍ତା, ତାମାନେ ସେଇଟାକୁ ପ୍ରାପ୍ତ କରିବା ପାଇଁ ଆମ ଭିତରେ ଏକ ନିରନ୍ତର ଆସ୍ପୃହା ରହିବ। ଏଇ ପ୍ରବୃତ୍ତି ଯଦି ଆମକୁ ଶିକ୍ଷା କ୍ଷେତ୍ରରେ ଆମକୁ ମିଳନ୍ତା, ଏବଂ ତା ସହିତ କହୁଛନ୍ତି କଣ ଯେ ପୃଥିବୀ ବର୍ତ୍ତମାନ ଯେପରି ରହିଛି, ତାକୁ ଆମେ ଗୋଟେ ନିର୍ଦ୍ଦୋଷ ଭାବରେ, ଯଥାର୍ଥ ଭାବରେ, ମୋହରହିତ ଭାବରେ ତାକୁ ଦେଖିବା। ବର୍ତ୍ତମାନ ଆମେ ଯୋଉ ଦୃଷ୍ଟିକୁ ଦେଖୁଛୁ ବା ଯାହାକୁ ବି ବର୍ଣ୍ଣନା କରୁଛୁ,
ତାହା ନିଜ କୈନ୍ଦ୍ରିକ ବ୍ୟକ୍ତି କୈନ୍ଦ୍ରିକ ହେଇକି ଦେଖୁଛୁ ଏବଂ ମୋର ସ୍ୱଳ୍ପ ଜ୍ଞାନ ନେଇକିରି ମୋର ପ୍ରାଣଗତ ସ୍ତରର ଯୋଉ ରହିଛି ଦୃଷ୍ଟିକୋଣ ମୋ ନିଜ ଦୃଷ୍ଟିକୋଣ ନେଇକିରି ଆମେ ସାଧାରଣତଃ ସବୁ ଜିନିଷକୁ ଦେଖୁଛୁ। ଆମେ ଗୋଟେ ଛୋଟ କଥା କହିଲେ ଆମେ କାହାକୁ ଭଲ କାହାକୁ ମନ୍ଦ କହୁଛୁ କାହାକୁ ବେଶ କରିକି ନିଜକୁ ବେଶ କରିକିରି ଇଭିନ୍ ଆଜି ଆମେ ଯାହାକୁ ଭଲ କହୁଛୁ କାଲି ତାକୁ ଖରାପ ବି କହିଥାଇପାରୁ ଯଦି ମୋର ବଦଳିଗଲା ଭାବ ତା ପ୍ରତି। ଏବଂ ଗୋଟେ ସାମଗ୍ରିକ ଦୃଷ୍ଟିକୋଣ ବି ସାମଗ୍ରିକ ଦୃଷ୍ଟିକୋଣରୁ ଯେତେବେଳେ ଆମେ କହିବାକୁ ଯାଉଛୁ ସେଥିରେ ବି ଆମ ନିଜର ଯୋଉ ଦୃଷ୍ଟିକୋଣଟାକୁ ଜବରଦସ୍ତ ଧସେଇକି ପଶିକିରି ତ ସେଠି ମଧ୍ୟ ଆମେ ଏଇଭଳି ଭାବରେ ବର୍ଣ୍ଣନା କରୁ ଯୋଉଟା କି ସବୁବେଳେ ମୋହ ଯୁକ୍ତ ହେଇଥାଏ ଏବଂ ନିର୍ଦ୍ଦୋଷ କେବେ ହେଇନଥାଏ। ତେଣୁ ଏଇଟା ଆମ ଶିକ୍ଷା କ୍ଷେତ୍ରରେ ଯଦି ରୁହନ୍ତା ଯେ ଯେକୌଣସି ଯୋଉ ଘଟଣାଟିକୁ ଆମେ ଦେଖିବାକୁ ଯାଉଛୁ ତାକୁ ନିର୍ଦ୍ଦୋଷ ଭାବରେ ଯଥାର୍ଥ ଭାବରେ ମୋହ ରହିତ ହେଇକିରି ଦେଖିବାର ଯଦି ସାମର୍ଥ୍ୟ ବା ଉତ୍ସାହ ଆମକୁ ଦିଆଯାନ୍ତା ଆମ ଶିକ୍ଷାରେ ତାପରେ କହୁଛନ୍ତି ଯାବତୀୟ କଳ୍ପନା ପ୍ରବଣତାକୁ ଆୟତ୍ତରେ ରଖାଯାଇ ପାରୁଥିବ। କଳ୍ପନା କଲା ବେଳେ ଆମେ ପ୍ରାୟତଃ ସେଥିପାଇଁ କହନ୍ତି ବେଳେ ବେଳେ ଯେ ମନ ଯାନ ଏଇଠି ଅଛି ତ କୋଉଠି କୋଉଠି ବୁଲୁଥିବ। ଏ କହନ୍ତିନି ଏଇ ମନ ବୃନ୍ଦାବନ ଏଇ ମନ କାଶୀ ତା ସହିତ ଆଉ ଗୋଟେ ଆଡ କରିଛନ୍ତି କଣ ଏଇ ମନ ବୁଢୀ ଛେଳି ମେଣ୍ଢି ସତ୍ୟାନାଶ। ତାମାନେ ବୃନ୍ଦାବନ କାଶୀରେ ବି ଜଣେ ଭାବଗତ ଭକ୍ତିରେ କଳ୍ପନା କରି କରି ସେଠି ଯାଇ ପହଞ୍ଚି ପାରେ କିମ୍ବା ନିମ୍ନଗତ ଦୃଷ୍ଟିକୋଣରେ ବି ଯାଇ ପହଞ୍ଚି ପାରେ। ତେଣୁ କଳ୍ପନା ପ୍ରବଣ ଉପରେ ବା କଳ୍ପନାର ଉପରେ ଆମର ଏକ ସର୍ବଦା ନିୟନ୍ତ୍ରଣ ହେଇପାରିବ। ନିର୍ଭୁଲ ଯାବତୀୟ ତଥ୍ୟ ପାଇଁ ଏକ ଅତ୍ୟନ୍ତ ବ୍ୟବହାରିକ ଓ ସୁସାବଧାନ ବୋଧ ରହିଥିବ। ଯେତେବେଳେ ଇଭିନ୍ ଆମେ ଯେତେବେଳେ ତଥ୍ୟ ବି ସଂଗ୍ରହ କରୁଛୁ ସେତେବେଳେ ବି ଆମକୁ କେତେ ସଚେତନ ରହିବାକୁ ପଡିବ ସେ କଥା ବି ମା କହୁଛନ୍ତି ଯେ ଶିକ୍ଷା କ୍ଷେତ୍ରରେ ଏଗୁଟା ବି ରହିବା କଥା କଣ ଯାବତୀୟ ତଥ୍ୟ ଯୋଉ ସଂଗ୍ରହ କରିବେ ତାହା ନିର୍ଭୁଲ ହେଇଥିବ ଏବଂ ତାହା ବ୍ୟବହାରିକ ଏବଂ ସାବଧାନ ଯୁକ୍ତ ସୁସାବଧାନ ବୋଧ ରହିଥିବ ଯେତେବେଳେ ଆମେ ତଥ୍ୟ ସଂଗ୍ରହ କରୁଛୁ। କାହିଁକିନା ତଥ୍ୟ ସନ୍ଧାନର ପଶ୍ଚାତରେ ଯୋଉ ଉଦ୍ଦେଶ୍ୟ ରହିଥାଏ ସେତେବେଳେ କଣ ହୁଏ ଅନେକ ସମୟରେ ତଥ୍ୟରେ ଆମେ ଏତିକି ଗ୍ରହଣ କରୁଛୁ ଆଉ ଏତିକି ଛାଡି ଦଉଛୁ କାହିଁକି ନା ମୋର ଯୋଉ ଉଦ୍ଦେଶ୍ୟ ଅଛି ସେ ଉଦ୍ଦେଶ୍ୟକୁ ସେଇଟା ସୁଟ୍ କରିବନି। ଯେମିତି ଆପଣ ଯଦି ଗୋଟେ ଛୋଟ ଏକ୍ଜାମ୍ପଲ ବୁଝି ହେବେ ଯୋଉଟା ଜେନେରାଲି ଧଡକି ବୁଝି ହବ ସେଟା ଆମେ କହିବା ଯେତେବେଳେ ଓକିଲାତି କରନ୍ତି ଓକିଲ କଣ କରେ ସିଏ ଯାହା ପକ୍ଷରୁ ଲଢୁଛି ତେଣୁ ସିଏ ବହି ଭିତରୁ ସେତିକି ଖୋଜିକି ବାହାର କରିକି ଆଣେ ଯୋଉଟାକୁ ତାକୁ ପକ୍ଷ ଦବ। ସେଇଭଳି ଆମର ବ୍ୟବହାରିକ ଦିଗରେ ଆମେ ଯେତେବେଳେ କାହାଠାରୁ ତଥ୍ୟ ରଖନ୍ତି ସେତେବେଳେ ସାଧାରଣତଃ ଏଇଭଳି ଭାବରେ ବି ଆମେ ବ୍ୟବହାର କରନ୍ତି ଯେ ନିର୍ଭୁଲତା ହେଇନଥାଏ। ତେଣୁ ମା କହୁଛନ୍ତି ଶିକ୍ଷା କ୍ଷେତ୍ରରେ ଏଇ ଦୁଇଟି ଯାକ କଥା ଯଦି ଶିକ୍ଷା ପାଇଁ ଉତ୍ସାହ ଦିଆଯାଆନ୍ତା ଯେମିତି କିି ତାଙ୍କ ଭିତରେ ଏକ ପ୍ରବୃତ୍ତି ରହିବ ସେଇ ଯୋଉଟାକୁ ଉପଲବ୍ଧି ହେଇପାରିବ ନାହିଁ ବୋଲି ବୋଧ ହଉଛି ତାକୁ ଆଶ୍ରୟ କରିବା ଏବଂ ବର୍ତ୍ତମାନ ପୃଥିବୀରେ ଯୋଉଟା ରହିଛି ତାକୁ ଯେତେବେଳେ ଦେଖିବ ସେତେବେଳେ ନିର୍ଦ୍ଦୋଷ ଭାବରେ ଦେଖିବ ଯଥାର୍ଥ ଦୃଷ୍ଟିକୋଣରେ ଦେଖିବ ମୋହ ଆସକ୍ତି ଏସବୁଠୁ ରହିତ ହେଇକି ଦେଖିବ ଏବଂ ତଥ୍ୟ ସଂଗ୍ରହ କଲା ବେଳେ ବି କେତେ କଥା କହୁଛନ୍ତି ତଥ୍ୟ ସଂଗ୍ରହ କଲା ବେଳେ ବି ନିର୍ଭୁଲ ଭାବରେ ବ୍ୟବହାରିକ ଏବଂ ସୁସାବଧାନ ହେଇକି ବୋଧ ରଖି କରିବ ଏବଂ କଳ୍ପନା ଉପରେ ମଧ୍ୟ ନିୟନ୍ତ୍ରଣ ହାସଲ କରିବାକୁ ଶିକ୍ଷା ଦିଆଯାଉଥିବ। ତାପରେ କହୁଛନ୍ତି ଯୁଗପତ ଭାବରେ ଦୁଇଟି ଯାକ ରହିଥିବା ଉଚିତ। ସାଧାରଣତଃ ଗୋଟିକର ଅଭିବୃଦ୍ଧି ସାଧନ ନିମନ୍ତେ ଆବଶ୍ୟକ ହେଉଛି ବୋଲି ଭାବି ତୁମେ ଆଉ ଗୋଟିକୁ ଏକା ବେଳକେ ମାରି ପକାଅ ଏପରି କରିବା ସମ୍ପୂର୍ଣ୍ଣ ଭୁଲ। ଦୁଇଟି ଯାକ ଯୁଗପତ ହୋଇ ଅବଶ୍ୟ ରହିପାରିବେ ଏବଂ ତାପରେ ଏପରି ଏକ ସମୟ ଅବଶ୍ୟ ଆସିବ ଯେତେବେଳେ କି ଆମେ ଏହି କଥାଟିକୁ ହୃଦୟଙ୍ଗମ କରିବା ପାଇଁ ଯଥେଷ୍ଟ ଜ୍ଞାନ ହାସଲ କରିପାରିବା ଯେ ସେଇ ଦୁଇଟି ଯାକ ପ୍ରକୃତରେ ସେଇ ଗୋଟିଏ କଥାର ହିଁ ଦୁଇଟି ବିଭାବ ମାତ୍ର। ବେଳେ ବେଳେ ଯେତେବେଳେ ଆମେ ଦେଖି ଆସିଛୁ ଆଜି ପର୍ଯ୍ୟନ୍ତ ଯୋଉମାନେ ଦିବ୍ୟତାର ଅନୁଭୂତି ପ୍ରାପ୍ତ କରିବା ପାଇଁ ଆକାଂକ୍ଷା ରଖିଛନ୍ତି ସେତେବେଳେ ସେମାନେ ଅନ୍ୟ ଗୁଡାକ କୁ ଆଉ ଏତେ ଗୁରୁତ୍ୱ ଦେଇନାହାନ୍ତି ଏବଂ ବେଳେ ବେଳେ କୁହନ୍ତି ଯେ ଯଦି ତା ଉପରେ ଗୁରୁତ୍ୱ ଦେବ ତାହେଲେ ଏଇଟା ହେବ ନାହିଁ
କିମ୍ବା ଏଇଟା ଉପରେ ଗୁରୁତ୍ୱ ଦେଲେ ସେଇଟା ହେବ ନା। ଏ ପ୍ରକାର ବି କେତେ ଗୁଡିଏ ଧାରଣା ଆମର ରହିଛି। ଏବଂ ମା କହୁଛନ୍ତି ନା ନାଇଁ ସେମିତି କିଛି ନୁହଁ, ଯଦି ଦିଟା ଯାକ ରହିବ ଏବଂ ଦିଟା ଯାକରେ ଆମେ ପ୍ରୟାସ କରିବା ଏବଂ ପ୍ରସ୍ତୁତ ହବା ଏବଂ ଆସ୍ପୃହା କରିକି ସେଥିରେ ଲାଗି ରହିବା, ତାହେଲେ କଣ ହବ, ଆମ ଭିତରେ ହୃଦୟଙ୍ଗମ ହବ ଯେ ଦୁଇଟି ଯାକ ପ୍ରକୃତରେ ଗୋଟିଏର ଭିନ୍ନ ଭିନ୍ନ ବିଭାଗ। ଏବଂ ତାହେଲେ ସେ ଅସଲ କଥାଟି କଣ ହଉଛି ନା ଆମର ଅନ୍ତର୍ଦୃଷ୍ଟି ବା ଆମେ ତାକୁ କହିପାରିବା ଏକ ଉଚ୍ଚତର ବିବେକ ଶକ୍ତି। ମା ଲେଖୁଛନ୍ତି ଯେତେବେଳେ କି ଆମେ ଏହି କଥାଟିକୁ ହୃଦୟଙ୍ଗମ କରିବା ପାଇଁ ଯଥେଷ୍ଟ ଜ୍ଞାନ ହାସଲ କରିପାରିବା ଯେ ସେଇ ଦୁଇଟି ଯାକ ପ୍ରକୃତରେ ସେଇ ଗୋଟିଏ କଥାରେ ଦୁଇଟି ବିଭାଗ ମାତ୍ର, ସେ ଅସଲ କଥାଟି ହେଉଛି ଅନ୍ତର୍ଦୃଷ୍ଟି ବା ଏକ ଉଚ୍ଚତର ବିବେକ ଶକ୍ତି। ମାତ୍ର ସେଇ ଅନ୍ତର୍ଦୃଷ୍ଟି ଓ ବିବେକ ସଂକୀର୍ଣ୍ଣ ଓ ସୀମିତ ହୋଇ ରହିବା ପରିବର୍ତ୍ତେ ସମ୍ପୂର୍ଣ୍ଣ ଭାବରେ ନିଷ୍ଠାଯୁକ୍ତ ହୁଏ, ନିର୍ଭୁଲ ଓ ନିର୍ଦ୍ଦିଷ୍ଟ ହୋଇପାରେ। ମାତ୍ର ଅନ୍ୟ ପକ୍ଷରେ ଏଥିରେ ବ୍ୟାପ୍ତି ମଧ୍ୟ ରହିଥାଏ। ଏଥିରେ ଏପରି ଏକ ସମଗ୍ର ରାଜ୍ୟ ଅନ୍ତର୍ଭୁକ୍ତ ହୋଇ ରହିଥାଏ ଯାହାକି ଏବେ ସୁଦ୍ଧା ମୂର୍ତ୍ତ ଜଗତ ରୂପାୟଣର ଅନ୍ତର୍ଗତ ହୋଇପାରିନାହିଁ। ମାନେ କେତେ ବ୍ୟାପକ ହେଇପାରେ ତାର ଖାଲି ଏକ ହିଣ୍ଟସ ଦଉଛନ୍ତି। ଶିକ୍ଷାର ଦୃଷ୍ଟିକୋଣରୁ ବିଚାର କରି ଦେଖିଲେ ଏହାର ପ୍ରକୃତିରେ ଅନେକ ମହତ୍ଵ ରହିଛି। ପୃଥିବୀ ଯେପରି ଅଛି ତାହାକୁ ସେପରି ଦେଖିବା, ଯଥାର୍ଥ ଓ ଅନଳଙ୍କୃତ ଭାବରେ ଦେଖିବା, ତାହାକୁ ଏକାବେଳକେ ବାସ୍ତବ ଓ ମୂର୍ତ୍ତ ଭାବରେ ଦେଖିବା। ଅନ୍ୟ ପକ୍ଷରେ ଏହି ପୃଥିବୀରେ କଣ ହୋଇପାରିବ, ଏଇ ପୃଥିବୀରେ କଣ ହୋଇପାରିବ, ମୁକ୍ତତମ ଓ ଉଚ୍ଚତମ ଦୃଷ୍ଟିରେ ସେ କଥାଟିକୁ ମଧ୍ୟ ଦେଖିପାରିବା। ଯେଉଁ ଦୃଷ୍ଟି ମଧ୍ୟରେ ସବୁଠାରୁ ଅଧିକ ଆଶା, ଅଭିପ୍ସା ଏବଂ ଅଦ୍ଭୁତ ନିଶ୍ଚୟତା ଭରି ରହିଛି, ତାହାକୁ ସେଇ ଦୃଷ୍ଟିରେ ଦେଖିବାକୁ ସମର୍ଥ ହେବା। ଏଇ ଦୁଇଟି ଯାକ ହିଁ ଆମେ ବିବେକର ଦୁଇ ମେରୁ ବୋଲି କହିପାରିବା। ବସ୍ତୁ ଗୁଡିକୁ ନେଇ ଆମେ ସବୁଠାରୁ ଅଧିକ ମହିମମୟ, ସବୁଠାରୁ ଅଧିକ ଅଦ୍ଭୁତ ଓ ଶକ୍ତିଶାଳୀ ତଥା ସବୁଠାରୁ ଅଧିକ ଅଭିବ୍ୟକ୍ତି ବିଶିଷ୍ଟ ଏବଂ ସମ୍ପୂର୍ଣ୍ଣ ଭାବରେ ଯାହା କିଛି କଳ୍ପନା କରିପାରିବା, ସେଗୁଡିକ ପ୍ରକୃତରେ ଯାହା ହୋଇପାରିବେ ତାହା ତୁଳନାରେ ଏହା ଆଦୌ କିଛି ନାହିଁ। ମା ମାନେ ଦେଖନ୍ତୁ ଯୋଉ ବର୍ଣ୍ଣନା କରୁଛନ୍ତି ଯୋଉଟା କି ଆମେ ଆମ ମନ ଦ୍ଵାରା ଏପର୍ଯ୍ୟନ୍ତ ପହଞ୍ଚି ନାହୁଁ, ଦେଖି ପାରୁନାହୁଁ, ମା କହୁଛନ୍ତି ଆମେ ଯାହା ଦେଖୁଛୁ, ଯାହା ବି କଳ୍ପନା କରୁଛୁ, ତାହାଠାରୁ ସେ ଆହୁରି ଅନନ୍ତ ଗୁଣରେ ପରିପ୍ରକାଶ ହେଇପାରିବ। ଯାହାକି ଆମେ ଯୋଉ ବସ୍ତୁ ଦେଖୁଛୁ, ଯୋଉ ପରିସ୍ଥିତି ଦେଖୁଛୁ, ତେଣୁ ମା କହୁଛନ୍ତି ସେଗୁଡିକ ପ୍ରକୃତରେ ଯାହା ହୋଇପାରିବେ ତାହା ତୁଳନାରେ ଏହା ଆଦୌ କିଛି ନୁହେଁ। ଏବଂ ତେଣେ କ୍ଷୁଦ୍ରତମ ଟିକିନିଖିର କ୍ଷେତ୍ରରେ ଯେତେ ସାବଧାନତାର ସହିତ ଯେତେ ସୁନିର୍ଦ୍ଦିଷ୍ଟ ହେବାକୁ ଚେଷ୍ଟା କଲେ ମଧ୍ୟ ତାହା ତଥାପି କେବେ ହେଲେ ଯଥେଷ୍ଟ ପରିମାଣରେ ଯଥାର୍ଥ ଓ ନିର୍ଦ୍ଦିଷ୍ଟ ହୋଇପାରିବ ନାହିଁ। ତେଣୁ ଦୁଇଟି ଯାକକୁ ଯୁଗପତ ହୋଇ ରହିବାକୁ ହେବ। ତାପରେ ମା କହୁଛନ୍ତି ଭୂମି ଆଡକୁ ଇଙ୍ଗିତ କରି ଯେତେବେଳେ ଆମେ ଏଇଟିକୁ ଜାଣିପାରିବା ଓ ଯେତେବେଳେ ସେଇଟିକୁ ଉପର ଆଡକୁ, ମାନେ ଆମେ ଯେମିତି କହତେ ଭୂମି ଓ ଭୂମା ଦୁଇଟି ଯାକକୁ ଯେତେବେଳେ ଆମେ ଜାଣିପାରିବା, ଆମେ ସେତେବେଳେ ଯାଇ ଦୁଇଟି ଯାକକୁ ଏକତ୍ର ସଂଯୁକ୍ତ କରିଦେଇ ପାରିବା। ଇଭିନ ବି ଏବେ ଦେଖନ୍ତୁ ଧୀରେ ଧୀରେ ଯେତିକି ଯେତିକି ଆମେ ଜାଣି ଜାଣି ଚାଲୁଛୁ, ଆମେ ଦେଖୁଛୁ ଏପରିକି ଏବେ ମଧ୍ୟ ସାଧାରଣ ବ୍ୟକ୍ତିଟି ତା ମସ୍ତିଷ୍କର ସାମର୍ଥ୍ୟ ଯେତିକି ତାକୁ ବି ସେ ସମ୍ପୂର୍ଣ୍ଣ ରୂପେ ବ୍ୟବହାର କରିପାରି ନାହିଁ। ବଡ ବଡ ବୈଜ୍ଞାନିକ ମାନେ ବି କହୁଛନ୍ତି ଯେ ଆହୁରି କେତେ କେତେ ଜ୍ଞାନ ରହିଛି। ଏବଂ ସ୍ୱାମୀ ବିବେକାନନ୍ଦଙ୍କର ଆମେ ସେ କଥା ଟିକେ ମନେ ପକେଇବା, ଯୋଉଠି ସେ କହୁଛନ୍ତି ତାଙ୍କର ଯୋଉ ମସ୍ତିଷ୍କର ସାମର୍ଥ୍ୟକୁ ସେ ବ୍ୟବହାର କରିଥିଲେ, ସିଏ କହୁଛନ୍ତି ମସ୍ତିଷ୍କର ନିଜ ସାମର୍ଥ୍ୟର ଏଇଟା କେତେ ହଜାର ଭାଗରୁ ମାତ୍ର ଭାଗେ। ତେଣୁ ଇଏ ତ ଖାଲି ମସ୍ତିଷ୍କ କଥା କହିଲେ, ମା ଏଠି ବର୍ଣ୍ଣନା କରୁଛନ୍ତି ଯୋଉ ବସ୍ତୁ ଗୁଡିକୁ ବି ଆମେ ଦେଖୁଛୁ ଏବଂ ସିଏ କେତେ ଭାବରେ ଯୋଉ ପରିସ୍ଥିତି ହଉ, ଯୋଉ ଘଟଣା ହଉ, ଯାହାକୁ ବି ଆମେ କଳ୍ପନା ତା ଉପରେ ଆମେ ଯେତିକି କଳ୍ପନା କରୁଛୁ, ସେ ପ୍ରକୃତରେ ସିଏ ତାଠାରୁ ଅନନ୍ତ ଗୁଣରେ ପରିପ୍ରକାଶ ନିଜକୁ କରିପାରିବ ବା ତା ଭିତରେ ଅନନ୍ତ ଗୁଣରେ ସାମର୍ଥ୍ୟ ମଧ୍ୟ ରହିଛି। ଏହାକୁ ହିଁ ଅଲୌକିକ ଘଟଣା ଗୁଡିକ ଲାଗି ରହିଥିବା ଆବଶ୍ୟକତାର ସମ୍ଭାବ୍ୟ ସର୍ବୋତ୍ତମ ସଦୁପଯୋଗ ବୋଲି କୁହାଯିବ। ଅଲୌକିକ ଘଟଣା ଗୁଡିକ ବିଷୟରେ ଏକ ପ୍ରୟୋଜନ ବୋଧ କେବଳ ଆମ ଅଜ୍ଞାନରେ ହିଁ ସଂକେତ ଦେଇଥାଏ। ମାନେ ଆମେ ଯୋଉଟା ଭାବୁ ଯୋଉଟା ଅଲୌକିକ ଘଟଣା ହଉ, ତାମାନେ ଆମେ ସେ ବିଷୟ ଜାଣିନୁ। ଆଉ ବସ୍ତୁ ଗୁଡିକ ଏପରି ହେଲେ ପ୍ରକୃତରେ କେଡେ ବଢିଆ ହୁଅନ୍ତା, ଏମିତି ଯୋଉଟା ଆମେ ଭାବୁ, ଏହା କେବଳ ଅଜ୍ଞାନ ଏବଂ ଅସମର୍ଥତାର ସଂକେତ ଦେଇଥାଏ।
ତାମାନେ ଆମେ ଯଦି ସଂକଳ୍ପ କରିବା ଯେ ବସ୍ତୁ ଗୁଡ଼ିକ ଏଇଭଳି ହଉ ବୋଲି, ତାହେଲେ ତା ମଧ୍ୟ ହେଇପାରିବ। ଏବଂ ଆଉ ଯେଉଁମାନେ ଆପଣ ଏକ ଅଲୌକିକ ଘଟଣାର ପରିବେଶ ମଧ୍ୟରେ ବାସ କରୁଛନ୍ତି ବୋଲି କହନ୍ତି, ସେମାନେ କେବଳ ନିମ୍ନ ପ୍ରାନ୍ତଟିକୁ ହିଁ ଜାଣିଥାନ୍ତି। ସେଇଟିକୁ ମଧ୍ୟ ସେମାନେ ଭାରି ଅପୂର୍ଣ୍ଣ ଭାବରେ ଜାଣିଥାନ୍ତି ଏବଂ ଆଉ ଅନ୍ୟ କୌଣସି କିଛି ସହିତ ସେମାନଙ୍କର ଆଦୌ କୌଣସି ସଂସ୍ପର୍ଶ ନଥାଏ। ସେମାନେ ଯେହେତୁ ସଂସ୍ପର୍ଶ ନଥାଏ, ସେମାନେ ତାଙ୍କୁ ଲାଗେ ଯେ ଆମେ ଅନ୍ୟ ବହୁତ ଉଚ୍ଚରେ ବାସ କରୁଛୁ ବୋଲି। ଅଲୌକିକ ଘଟଣା ଗୁଡ଼ିକ ବିଷୟରେ ଆମର ଯେଉଁ ଆବଶ୍ୟକତା ରହିଥାଏ, ତାହା ବଦଳରେ କୌଣସି ଏକ ବସ୍ତୁ ଲାଗି ଏକ ସଚେତନ ଅଭିପ୍ସା ରହିପାରିବା ଉଚିତ। ବର୍ତ୍ତମାନ ଆମେ କଣ କରିବା, ମା ଯୋଉ ଲେଖୁଛନ୍ତି ଆମେ ଟିକେ ତାକୁ ନିଜେ ମନେ ରଖିବା ଏବଂ ସେଇ ଅନୁସାରେ ପ୍ରସ୍ତୁତ ହବା। କହିଲେ ଏଇ ଯୋଉ ଅଲୌକିକ ଘଟଣା ବିଷୟରେ ଆମର ଯୋଉ ଆବଶ୍ୟକତା ଆମେ ଅନୁଭବ କରୁଛୁ, ତାକୁ ସେମିତି ଅଲୌକିକ ଘଟଣାକୁ ନ ଚାହିଁକି କଣ କରିବ ନା ସଚେତନ ଅଭିପ୍ସା କରିବ। ଆମେ ଯେମିତି କହୁଥିଲେ ଯେ ମାଙ୍କୁ ପ୍ରାର୍ଥନା କରିବା ବି ଆମେ ଶିଖିନାହାନ୍ତି। ଆମେ ପ୍ରାର୍ଥନା କରୁଛୁ, ଯୋଉ ସେଦିନ ଯେମିତି କଥା ହଉଥିଲେ ଯେ ସେ କହିଲେ କଣ ଯେ ଭାଇ ଆସିବା ପୂର୍ବରୁ ମୁଁ ଯାଇ ପହଞ୍ଚିଯାଏ। ସେଠି ଯଦି ମୁଁ ପ୍ରାର୍ଥନା କରିଥାନ୍ତି ଯେ ମା ମତେ ସମୟାନୁବର୍ତ୍ତିତ କରିଦିଅନ୍ତୁ, ବା ମାନେ ଯୋଉ ପ୍ରାର୍ଥନାଟା କରୁଛି ତାକୁ ଟିକେ ପ୍ରକୃତରେ ନିଜର ଅଗ୍ରଗତି ଦିଗରେ ପ୍ରାର୍ଥନାଟା ଯଦି ଆମେ କରିପାରନ୍ତେ, ତେଣୁ ସଚେତନ ଅଭିପ୍ସା କରିବା ଯେ ଏଇଟା ମୋର ଏଇଭଳି ଭାବରେ ହେଇପାରିବ। ଏବେ ଯେମିତି କହିଲେ ଯେ ଆମେ ସାଧାରଣତଃ କହୁଛୁ କଣ ଯେ ଏଇଟା ହେଲେ କେତେ ଭଲ ହୁଅନ୍ତା ଏବଂ ଏହା ହେଇପାରିବ ନାହିଁ, ଏମିତି ବି ଆମେ ଭାବନ୍ତି। ଏପରି ହେଲେ ଏଇଠି ଦେଖନ୍ତୁ ଆମେ କହିଲେ ଏପରି ହେଲେ ପ୍ରକୃତରେ କେଡେ ବଢିଆ ହୁଅନ୍ତା। ଫରକ ଦେଖନ୍ତୁ, ଏପରି ହେଲେ କେତେ ବଢିଆ ହୁଅନ୍ତା, ଇଏ ହେଲା ଗୋଟିଏ ଆସ୍ପିରେସନ। ଆଉ ଗୋଟେ ଆସ୍ପିରେସନ ମା, ଯେ ମା ତୁମେ ଯୋଉ ଭଳିଆ ଚାହୁଁଛ ଏହା ଆହୁରି ସୁନ୍ଦର ସୁସଙ୍ଗତ ହେଇକି ହେଇଯାଉ। ମାନେ ସେଥିପାଇଁ ଯୋଉ ସଂକଳ୍ପଟି ଅଭିପ୍ସାଟି ଆମର ସେତିକି ଅଗ୍ରଗତିଶୀଳ ହେଇ ରହିବା ଉଚିତ। ଏବଂ ମାନେ ଏପରି ଏକ ବସ୍ତୁ ଯାହା ପୂର୍ବରୁ ଅବସ୍ଥିତ ରହିଛି, ଯାହାର ଏକ ଅସ୍ତିତ୍ଵ ଅଛି ଏବଂ ଯାହାକି ଏହି ଯାବତୀୟ ଅଭିପ୍ସାର ସହାୟତାର ଅଭିବ୍ୟକ୍ତି ଲାଭ କରିବ, ସେଥିଲାଗି ଏହି ଯାବତୀୟ ଅଭିପ୍ସା ଆବଶ୍ୟକ ହେବ। ଯଦି ଆମେ ଯଥାର୍ଥ ଭାବରେ, ଅଧିକ ଯଥାର୍ଥ ଭାବରେ ଏହି କଥାଟି ଉପରେ ଦୃଷ୍ଟିପାତ କରିବା, ତେବେ ଶାଶ୍ୱତ ଅଭିବ୍ୟକ୍ତି ଲାଭର ପ୍ରକ୍ରିୟାରେ ସେଗୁଡ଼ିକୁ ଗୋଟିଏ ଗୋଟିଏ ଆନୁଷଙ୍ଗିକ ଅନୁକୂଳ ଆନୁଷଙ୍ଗିକ ବୋଲି ଗ୍ରହଣ କରାଯାଇ ପାରିବ। ସଚେତନ ଅଭିପ୍ସା କଣ କହିଲେ, ଏଠି ଗୋଟେ ଆମକୁ କହିଲେ ଯୋଉଟା ଯେ ଆମର ସଚେତନ ଅଭିପ୍ସା। ତାପରେ ଆଉ ଗୋଟେ କହୁଛନ୍ତି ଯେଉଁମାନେ କଠୋର ନ୍ୟାୟ ଯୁକ୍ତି ଦ୍ୱାରା ପରିଚାଳିତ ହୁଅନ୍ତି, ସେମାନେ ଅବଶ୍ୟ ତୁମକୁ ଆସି କହିବେ ପ୍ରାର୍ଥନା କାହିଁ କରିବା, କାହିଁକି ଅଭିପ୍ସା କରିବା, କାହିଁକି ମାଗିବାକୁ ଯିବା। ପରମେଶ୍ୱର ତ ଯେତେବେଳେ ଯାହା ଇଚ୍ଛା କରନ୍ତି ସେତେବେଳେ କେବଳ ତାହା ହିଁ କରନ୍ତି। ତେଣୁ ଏ ପ୍ରକାରର ବି ଆମ ପାଖକୁ ଆସିବ, ଉପଦେଶ ଆସିବ, ପ୍ରସ୍ତାବ ଆସିବ। ଯୋଉମାନେ ନ୍ୟାୟ ଯୁକ୍ତ ହେଇକି ବଞ୍ଚିବାକୁ ଚାହାନ୍ତି, ସେମାନେ କୁହନ୍ତି ଏଇ ପ୍ରକାରର ମଧ୍ୟ କୁହନ୍ତି ଯେ ନାଇଁ ତୁମେ ତ ଯାହା କରିବ ସେୟା ପାଇବ, ତେଣୁ ତମେ କାହିଁକି ଅଭିପ୍ସା କରିବ, କାହିଁକି ପ୍ରାର୍ଥନା କରିବ। ତମ ଭାଗ୍ୟରେ ଏଭିନି କୁହନ୍ତି ଯେ ତୁମର ତ ଯାହା ମିଳିବା କଥା ତାହା ମିଳିବ। ସ୍ପଷ୍ଟତଃ ଏପରି କହିବାର ଆଦୌ କୌଣସି ପ୍ରୟୋଜନ ନାହିଁ। ମାତ୍ର କହୁଛନ୍ତି କଣ କହିବୁ, ହେ ପରମେଶ୍ୱର ପ୍ରକାଶିତ ହୁଅ ରୂପେ ଉଚ୍ଚାରିତ ହେଉଥିବା ତାଙ୍କର ପ୍ରକାଶିତ ହେବା ଲାଗି ସୁନିଶ୍ଚିତ ଭାବରେ ଏକ ଅଧିକ ପ୍ରଗାଢ ସ୍ପନ୍ଦନ ଆଣି ଯୋଗାଇଥାଏ। ଯଦି ଏଇ ପ୍ରାର୍ଥନା ଆମେ କରୁଛୁ, କଣ କରୁଛୁ, ହେ ପରମେଶ୍ୱର ପ୍ରକାଶିତ ହୁଅ, ଇଏ କଣ କରିବ, ସେ ସ୍ପନ୍ଦନଟିକୁ ଅଧିକ ଦ୍ରୁତ କରିବ, ପ୍ରଗାଢ ସ୍ପନ୍ଦନ ଆଣି ଯୋଗେଇ ଦବ, ଯୋଉଠି ପରମେଶ୍ୱରଙ୍କର ଅବତରଣ ସମ୍ଭବ ହେଇପାରିବ। ଏଇଠି ଯୋଉମାନେ ଯେତେବେଳେ କହୁଛନ୍ତି ଆମେ ପ୍ରାର୍ଥନା କାହିଁ କରିବା ବା କାହିଁକି ଅଭିପ୍ସା କରିବା, କାହିଁକି ମାଗିବାକୁ ଯିବା, ପରମେଶ୍ୱର ଯେତେବେଳେ ଯାଇ ଇଚ୍ଛା କରନ୍ତି ସେତେବେଳେ କେବଳ ତାହା ହିଁ କରନ୍ତି, ଇଏ ଆମର ସାଧାରଣ ବ୍ୟକ୍ତିଙ୍କ ଠାରୁ ଇଏ ଆଉ ଟିକେ ନ୍ୟାୟ ସମ୍ପନ୍ନ ହେଇକି ବଞ୍ଚନ୍ତି ବୋଲି ଆମେ ତାକୁ ଉଚ୍ଚତର ସ୍ତରରେ ରଖୁ। ସେମାନେ ଏଇ ପ୍ରକାର କହିଲା ବେଳେ ଗୋଟେ କଥା ଆମେ ଯଦି ଆମେ ବୁଝିଲା ଭଳିଆ ଗୋଟେ ଛୋଟିଆ ଏକ୍ସାମ୍ପଲ ଟେ ନବା, ଦେଖନ୍ତୁ ଆମ୍ବ ଗଛରେ ଆମ୍ବ ହେଇଛି, ବର୍ତ୍ତମାନ ଦେଖିବେ ଚାରିଆଡେ ଆମ୍ବ ହେଇଛି। ଆପଣ ତା ତଳେ ଆମ୍ବ ଗୋଟେ ଆପଣ କହିବେ ଯେ ପରମେଶ୍ୱର ଗୋଟେ ଆମ୍ବ ଦିଅନ୍ତୁ, ବା ପରମେଶ୍ୱର ଯୋଉଠି ଲେଖା ହେଇଛି ନା ଯେତେବେଳେ ଯାହା ଇଚ୍ଛା କରନ୍ତି ସେତେବେଳେ ତ ତାହା କରିବେ। ତେଣୁ ଆପଣ କଣ କଲେ, ଆମ୍ବ ଗୋଟେ କେତେବେଳେ ଦେବେ, ଅପେକ୍ଷା କରିବେ ଆମ୍ବଟିଏ ପଡିବ।
ପଡିଲା ବେଳକୁ ଯେ ସେଟା ତମ ଭାଗରେ ପଡିବ ସେ କଥା ତମେ ବି କହିପାରିବନି, କାହିଁକି ନା ତମେ ଗଲା ବେଳକୁ ଆଉ କିଏ ନେଇ ଯାଇପାରେ। ନାଇଁ, ଏଇଠି ଆଉ ଗୋଟେ କଥା ବି ଲୋକ କୁହନ୍ତି, ଯଦି ତମ ଭାଗ୍ୟରେ ଅଛି ନିଶ୍ଚୟ ମିଳିବ। ଇଏ ସବୁ ଗୋଟିଏ ଦୃଷ୍ଟିକୋଣରୁ ସତ୍ୟ, ଏହା ଅସତ୍ୟ ନୁହେଁ। କିନ୍ତୁ ଯଦି ମୁଁ ପ୍ରାର୍ଥନା କଲି, ଯଦି ମୁଁ ନିଜକୁ ପ୍ରସ୍ତୁତ କଲି, ଅଭିପ୍ସା କରିବା, ଆମେ ତାକୁ ଏଇଭଳି ଭାବରେ ବୁଝିବା। ଯଦି ମୁଁ ଅଭିପ୍ସା କଲି, ପ୍ରାର୍ଥନା କଲି, ନିଜେ ପ୍ରସ୍ତୁତ ହେଲି, ତାହେଲେ କଣ ହବ? ମୁଁ ନିଜେ ଯିବି ଆମ୍ବ ଗଛ ପାଖକୁ, ଆମ୍ବ ଗଛ ପାଖକୁ ଯିବି, ପାଚିଲା ଆମ୍ବ ଦେଖିବି ଏବଂ ତାକୁ ତୋଳିକି ଆଣିବି। ସେଇଟା ଯେ ପରମେଶ୍ୱରଙ୍କ ଇଚ୍ଛାରେ ନାହିଁ, ଏ କଥା ତମେ କାହିଁ ଭାବୁଛ? ଯେ ପର୍ଯ୍ୟନ୍ତ ପରମେଶ୍ୱରଙ୍କ ସହିତ ଆମେ ଏକ ନ ହେଇ ଯାଇଛୁ, ପରମେଶ୍ୱରଙ୍କ ସହିତ ଆମର ଏକତ୍ୱ ପ୍ରାପ୍ତି ନ ହେଇଛି, ସେ ପର୍ଯ୍ୟନ୍ତ ଆମେ ଜାଣିପାରିବାନି ପରମେଶ୍ୱର କଣ ଚାହୁଁଛନ୍ତି। ଆମେ କହୁଛୁ ଯେ ମୁଁ ଏଇଠି ବସିଲି ଯେ ଆମ୍ବ ପଡିବ, ପରମେଶ୍ୱର ଯଦି ଚାହୁଁଥିବେ ଆଣିଦେବେ। ପରମେଶ୍ୱର କେମିତି ଚାହୁଁନାହାନ୍ତି ବୋଲି ଭାବିଲ ବା ତମେ ଜାଣିଲ ଯେ ତମେ ଯାଅ ଆମ୍ବ ଗଛ ପାଖକୁ ଗୋଟେ ଆମ୍ବ ତୋଳିକି ଆଣ, ଯୋଉଟା ପାଚି ଯାଇଛି, ସେଟା କେମିତି ତମେ ଜାଣିଲ? ତେଣୁ ଯେ ପର୍ଯ୍ୟନ୍ତ ଆମେ ଏକତ୍ୱ ପ୍ରାପ୍ତି ନ ହେଇଛୁ, ସେ ପର୍ଯ୍ୟନ୍ତ ଆମର ପ୍ରସ୍ତୁତି, ଆମର ଅଭିପ୍ସା, ଏହା ନିତାନ୍ତ ଦରକାର। ତାହେଲେ କଣ ହବ? ଆମେ ଯେତେ ଯେତେ ଅଭିପ୍ସା କରିବା, ତାଙ୍କ ସହିତ ଏକତ୍ୱ ହବାର, ତାଙ୍କୁ ଜାଣିବାର, ତାଙ୍କ କଥା ଶୁଣିବାର, ତାହେଲେ କଣ ହବ? ତାହା ସେ ମୋ ଭିତରେ ଦେଇକରି ଅବିକୃତ ଭାବରେ ଯେପରି ପ୍ରକାଶିତ ହେଇପାରିବେ, ସେଥିପାଇଁ ମତେ ନିଜକୁ ସେତିକି ଶୁଦ୍ଧ କରିବାକୁ ପଡିବ। ତାହେଲେ ଯୋଉ କହିଲେ ଗୋଟିଏ ଏକ୍ସାମ୍ପଲ ଦେଲେ, ତୁମେ ଏଇପରି ପ୍ରକାରେ ମଧ୍ୟ ତମେ କହିପାର ବା ଆସ୍ପୃହା କରିବ, ହେ ପରମେଶ୍ୱର ପ୍ରକାଶିତ ହୁଅ। ତା ନହେଲେ, ଯଦି ଆମେ ଏମିତି କରୁନାହୁଁ, ତା ନହେଲେ ଏଇ ପୃଥିବୀ ବର୍ତ୍ତମାନ ଯେପରି ଅଛି, ତାହାକୁ ସେ କଦାପି ସେପରି କରି ତିଆରି କରିନଥାନ୍ତେ। ଏହା ଯଥାର୍ଥରେ ଯାହା, ପୁନର୍ବାର ତାହା ହିଁ ହେବା ଲାଗି। ଦେଖନ୍ତୁ, ଏହା ଯଥାର୍ଥରେ ଯାହା, ପୁନର୍ବାର ତାହା ହିଁ ହେବା ଲାଗି ପୃଥିବୀର ଯେଉଁ ଅଭିପ୍ସା ରହିଛି, ତାହାର ପ୍ରଗାଢ଼ତା ମଧ୍ୟରେ ଏକ ବିଶେଷ ଶକ୍ତି ରହିଛି, ଏକ ବିଶେଷ ଆନନ୍ଦ ଏବଂ ବିଶେଷ ସ୍ପନ୍ଦନ ମଧ୍ୟ ରହିଛି। ସେହି କାରଣରୁ ଆଂଶିକ ଓ ଖଣ୍ଡିତ ଭାବରେ ଏକ ବିବର୍ତ୍ତନର ପ୍ରକ୍ରିୟା କାର୍ଯ୍ୟକାରୀ ହୋଇ ରହିଛି। ଯେହେତୁ ପୃଥିବୀ ଭିତରେ ସେଇ ଯୋଉ ଆନନ୍ଦ, ସେଇ ଯୋଉ ସ୍ପନ୍ଦନ, ତାକୁ ବର୍ଣ୍ଣନା କରୁଛନ୍ତି ବିଶେଷ ଶକ୍ତି, ବିଶେଷ ଆନନ୍ଦ, ବିଶେଷ ସ୍ପନ୍ଦନ ରହିଛି। କଣ ନା ସିଏ ଯାହା, ଯଥାର୍ଥରେ ଯାହା, ପୁନର୍ବାର ତାହା ହୋଇବ ବା ତାହା ହୋଇ ଉଠିବ। ଏଇଥିପାଇଁ ଯୋଉ ବିଶେଷ ଶକ୍ତି, ବିଶେଷ ଆନନ୍ଦ, ବିଶେଷ ସ୍ପନ୍ଦନ ରହିଛି, ତେଣୁ ହିଁ ଏଠି ବିବର୍ତ୍ତନ ଧାରା ଚାଲିଛି ଏବଂ କ୍ରମବର୍ତ୍ତୀ ଭାବରେ ଅଗ୍ରଗତି କରି କରି ଚାଲିଛି। ତ ସେଥିପାଇଁ ଲେଖୁଛନ୍ତି ଆଂଶିକ ହଉ ବା ଖଣ୍ଡିତ ଭାବରେ ହଉ, ବିବର୍ତ୍ତନର ପ୍ରକ୍ରିୟା କାର୍ଯ୍ୟକାରୀ ହୋଇ ଚାଲିଛି। ଯଦି ବିଶ୍ୱ ଜଗତ ଶାଶ୍ୱତ ଭାବରେ ପରିପୂର୍ଣ୍ଣତା ଯୁକ୍ତ ହୋଇ ରହିଥାନ୍ତା, ଯଦି ବିଶ୍ୱ ଜଗତ ଶାଶ୍ୱତ ଭାବରେ ପରିପୂର୍ଣ୍ଣତା ଯୁକ୍ତ ହୋଇ ରହିଥାନ୍ତା, ଯଦି ତାହା କେବଳ ଶାଶ୍ୱତ ଭାବରେ ଶାଶ୍ୱତ ପରିପୂର୍ଣ୍ଣତାକୁ ହିଁ ପ୍ରକାଶିତ କରିବାରେ ଲାଗିଥାନ୍ତା, ତେବେ ସେଥିରେ ଏହି ଅଗ୍ରଗତି ଜନିତ ଆନନ୍ଦଟିର ଅତ୍ୟନ୍ତ ଅଭାବ ରହିଥାନ୍ତା। ସେଟା ଶେଷ ପାରାଗ୍ରାଫରେ କହିଲେ, ଯଦି ମୂଳରୁ ହିଁ ବିଶ୍ୱ ଜଗତ ପରିପୂର୍ଣ୍ଣ ହୋଇ ରହିଥାନ୍ତା, ତାହେଲେ ଏବେ ଯୋଉ ଅଗ୍ରଗତି ଜନିତ ଯୋଉ ଆନନ୍ଦଟିଏ ଆମେ ପ୍ରାପ୍ତ କରୁଛୁ, ତାର ଅଭାବ ରହିଥାନ୍ତା। ଏଇଟା ସରିଗଲା। ମା, ଥ୍ୟାଙ୍କ ୟୁ ଅଲ୍ ଓଭର।